राज्य राजनीति रे एक नियारा राजनीतिज्ञ थिले डॉक्टर दामोदर राउत। निज राजनीतिक जीवन में सर्वदा निज तुंड एवं मुंड द्वारा निजर परिचय सृष्टि करथिले से 1942 मसीहा जुलाई 2 तारिख में एरसमा ब्लॉक नुआढ़ी पंचायत अधीन मल्हीपुर ग्राम में जन्मग्रहण करथिले। बापा कपिल चरण राउत और मां गम्हा देवी तृतीय सन्तान दामोदर एक अख्यात पल्लीरू आसी ओडिशा राजनीति रे एक स्वतंत्र परिचय सृष्टि करिबा एक दुरूह व्यापार थिले मध्य कठिन परिश्रम और एकाग्रता जोगु संभवपर होइतला। पेशारे से जणे पशु डॉक्टर होइथिले मध्य बिजू बाबूक जोगु डॉक्टर राउत मानव सेवा को माधव सेवा भावी एक व्रत रूपे ग्रहण करथिले। 7 थर विधायक भावे जीतिथिबा दामोदर 4 थर विभिन्न विभाग मंत्री पद पाइथिले। 1970 मसीहारे पूर्वतन मुख्यमंत्री विजू पट्टनायक नीति आदर्श अनुप्राणित हुई राजनीति रे पाद थापिथिले डॉक्टर दामोदर राउत। डॉक्टर दामोदर राउत ओडिशा राजनीति रे जनता दल, जनता पार्टी, विजु जनता दल एवं भारतीय जनता पार्टी कर्मकर्ता भाव में कार्य करुଥିଲେ। 1979 मसीह 2017 मसीहा पर्यंत भिन्न भिन्न समय भिन्न भिन्न सरकार मंत्रिमंडल से जड़े दक्ष मंत्री भाव में कार्य करिसेंती। प्रथमे 1977 टू 1980 मसीह बालिकुदा एरसमारो जनता पार्टी टिकेट रे 1980 1985 एरसमारो जनता पार्टी सेकुलर टिकेट रे 1990 रु 1995 एरसमा जनता दल टिकेट रे 2000 रु 2004 रे एरसमारो बिजु जनता दल टिकेट रे 2004 2009 रे एरसमारो बिजु जनता दल टिकेट रे 2009-2014 रे पारादीप निर्वाचन मंडली निर्वाचित होई राज्य मंत्री मंडल रे पंचायत राज मंत्री भावे कार्यभार ग्रहण करथिले। तांको समय रे ओडिसा ग्राम पंचायत मानकर उन्नति पाई पंचायत को क्षमता हस्तांतर एक जुगांतकारी पदक्षेप थिला। 2024 जनवरी 1 तारिख रे मुख्यमंत्री तांको निलंबन प्रत्याहार करथिले। दीर्घ दिन धरि असुस्थ थिबा दाम बाबू आज शेष निश्वास त्याग करिसेंती। आज अपराह्न तांको मर शरीर तीर्थ स्थित बासभवन में पहुंचीथिला। हजार हजार दाम प्रेमी गहली लगी जाइथिला तांको बासभवन रे। सेठारे जगतसिंहपुर सांसद डॉक्टर राजश्री मल्लिक, बीजेडी नेता रमाकांत भोई, तीर्तोल आत्मा अध्यक्ष देवेंद्रनाथ मल्लिक, ब्लॉक अध्यक्ष मनोज कुमार बेहेरा समेत शताधिक जनप्रतिनिधि उपस्थित होई डॉक्टर राउत को शेष दर्शन करथिले। डॉक्टर परपरे राहमा कुजंग एवं पारादीप अभिमुखे तांको मर शरीर को निया जायथला।
ନା ଅରୁପ। ମୁଁ ଡକ୍ଟର ଦାମୋଦର ରାଉତଙ୍କର ଭଣଜା। ଆଉ ଆଜି 5:23 ଯେଉଁ ଦୁଃଖଦ ଘଟଣା ଘଟିଲା ସେ ବାବଦରେ ମୁଁ କ'ଣ ଆଉ କହିବି ତାଙ୍କ ବାବଦରେ। ଆଉ ତ ଆତ୍ମାର ସଦ୍ଗତି ପାଇଁ ସମସ୍ତେ ଇଏ ହେଉଛି। ଆଉ ଧୈର୍ଯ୍ୟ ନାହିଁ ତାଙ୍କ ବାବଦରେ କିଛି କହିହେଲା। ଏକ ମର୍ମାହତ ଦୁଃଖର ଖବର ଯେ କି ଦାମବାବୁ ଆଜି ଆମ ଗହଣରେ ନାହାନ୍ତି। ସେ ପ୍ରକୃତରେ ମୋର ହେଉଛନ୍ତି ରାଜନୀତି ଗୁରୁ। ତେଣୁ ଆଜି ଆମେ ସାରା ଓଡ଼ିଶାରେ ଯଦି ଆମକୁ ଲୋକ ଚିହ୍ନୁଥିଲେ ତାହେଲେ ଦାମବାବୁଙ୍କ ପାଇଁ ଚିହ୍ନୁଥିଲେ। କାହିଁକିନା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଏରସମା ନିର୍ବାଚନ ମଣ୍ଡଳୀର ଧର୍ମ ନିର୍ମାତା ସିଏ। ତେଣୁ ଆଜି ସେ ଆମ ଗହଣରେ ନାହାନ୍ତି। ଏଇଟା ତ ବଡ଼ ଦୁଃଖଦାୟକ କଥା, ବହୁତ କଷ୍ଟର କଥା। ଆଉ ସବୁଠୁ ବଡ଼ କଥା ହେଉଛି ଯେ ସିଏ ବିଜୁ ବାବୁଙ୍କର ଥିଲେ ଅନୁଗତ। ପ୍ରତି ସମୟରେ ବିଜୁ ବାବୁଙ୍କ କଥା ସେ କୁହନ୍ତି। ବିଜୁ ବାବୁଙ୍କ କଥାକୁ ସବୁ ଲୋକମାନଙ୍କ ମধ্যে ବାର୍ତ୍ତା ଦିଅନ୍ତି। ଏବଂ ଆଜି ଦେଖନ୍ତୁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ରାହାମା ହେଉ, କୁଜଙ୍ଗ ହେଉ, ପାରାଦ୍ୱୀପ ହେଉ, ଆପଣଙ୍କର ଏରସମା ହେଉ, ଏରସମା ନିର୍ବାଚନ ମଣ୍ଡଳୀ ସବୁ ଜାଗାରେ ସେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ତେଣୁ ସବୁଠୁ ବଡ଼ କଥା ହେଉଛି ସେ ଯାହା କୁହନ୍ତି ସାଙ୍ଗେ ସାଙ୍ଗେ ତାକୁ କାମରେ ଲଗାନ୍ତି। ତେଣୁକରି ଅନ୍ୟ ନେତାମାନଙ୍କ କଥା ହେଉଛି ଅଲଗା, ଆଙ୍କ କଥା ହେଉଛି ଅଲଗା। ସିଧାସଳଖ କଥା କୁହନ୍ତି। କାହିଁକି ନା ସେ ଜନନାୟକ। ଜନତାଙ୍କର ସୁଖ ଦୁଃଖରେ ସବୁବେଳେ ସେ ସାମିଲ ହୁଅନ୍ତି। ଆପଣ ସକାଳ 5ରୁ ରାତି 12-1 ପର୍ଯ୍ୟନ୍ତ ସେ ଲୋକମାନଙ୍କ ସାଙ୍ଗେ ରହିବାକୁ ଭଲ ପାଆନ୍ତି। ତେଣୁ ସବୁଠୁ ପ୍ରିୟ ନେତା, ପ୍ରିୟ ଜନତା, ପ୍ରିୟ ଜନନାୟକ, ପ୍ରିୟ এই ଅଞ୍ଚଳ ଆଜି ତାଙ୍କୁ ଝୁରୁଛି ଯେ ଦାମବାବୁଙ୍କ ଭଳି ଲୋକ ଏ ଅଞ୍ଚଳରେ ଆଉ ମିଳିବେ ନାହିଁ, କି ଓଡ଼ିଶା ମାଟିରେ ବି ମିଳିବେ ନାହିଁ। ଆଉ ଭଗବାନଙ୍କ କତିରେ କୋଟି କୋଟି ପ୍ରାର୍ଥନା ଯେ ତାଙ୍କର ଆତ୍ମାକୁ ସଦ୍ଗତି କାମନା ହେଉ, ଭଗବାନ ତାକୁ ବୈକୁଣ୍ଠରେ ସ୍ଥାନ ଦିଅନ୍ତୁ ଏବଂ ସେ ପୁଣି ଜନ୍ମ ନିଅନ୍ତୁ ଆମର ଏଇ ଅଞ୍ଚଳରେ। ପୁଣି ଆମ ଅଞ୍ଚଳର ଲୋକମାନଙ୍କର ସୁଖ ଦୁଃଖରେ ଭାଗିଦାର ହୁଅନ୍ତୁ ଏବଂ ଲୋକମାନଙ୍କର ଏଇ ଯେଉଁ ପାରାଦ୍ୱୀପ ଆଜି ଯେଉଁ ଶିଳ୍ପାଞ୍ଚଳ ଦେଖୁଛନ୍ତି, ପାରାଦ୍ୱୀପ ବନ୍ଦର ନଗରୀ ଦେଖୁଛନ୍ତି, ଆଜି ତାଙ୍କ ପାଇଁ ଆଜି ଏଇଟା ହେଇଛି। ତେଣୁ ଆଜି ଯେତେ କଳକାରଖାନା ବାତ୍ୟା ପରେ 99 ବାତ୍ୟା ପରେ ପାରାଦ୍ୱୀପ ଆଉ ଏରସମା ଦୁଇଟା ନିର୍ବାଚନ ମଣ୍ଡଳୀ ପୁରା ଲୀନ ହୋଇଯାଇଥିଲା। ତେଣୁ ସେ ବିଶ୍ୱକର୍ମା ସାଜି ଏ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଆଉ ଆପଣଙ୍କର ଏରସମା ନିର୍ବାଚନ ମଣ୍ଡଳୀ କି ପୁରା ସୁନ୍ଦର ରୂପ ଦେଇଛନ୍ତି। ତେଣୁ ଯେତେ ତାଙ୍କ ଗୁଣ ଗାଇଲେ ଆପଣ ତ ଦେଖିବେ ମିଡ଼ିଆ ଭାଇମାନେ ଯେଉଁମାନେ ଯେତେବେଳେ ତାଙ୍କଠାରୁ ବହୁତ ଶିଖିବାକୁ ଯାଆନ୍ତି। ଆପଣଙ୍କର ଆସେମ୍ବଲିରେ ଦେଖନ୍ତି ଆପଣମାନେ ଯେ ବିଧାନସଭାରେ ସେ କେମିତି ପ୍ରଶ୍ନ ଉତ୍ତରରେ ଯେ ମନ୍ତ୍ରୀ ଥିଲାବେଳେ 7 ମନ୍ତ୍ରୀ ହେଇଛନ୍ତି ଏବଂ ସେ ମନ୍ତ୍ରୀ ଥିଲାବେଳେ ଯେଉଁଭଳି କୁହନ୍ତି, ମନ୍ତ୍ରୀ ପ୍ରଶ୍ନ ଉତ୍ତର ସମୟରେ ଯେଉଁଭଳି ପ୍ରଶ୍ନ କରନ୍ତି ଏବଂ ସେଇଭଳି ଉତ୍ତର ବି ସେ ଦିଅନ୍ତି। ତେଣୁ ସେଇଭଳି ନେତା ବିରଳ। ତେଣୁ ଆମମାନଙ୍କ ପାଇଁ ବହୁ କଷ୍ଟ, ଦୁଃଖ ଏବଂ ଯନ୍ତ୍ରଣା। ତେଣୁ ଆମ ଅଞ୍ଚଳର ଗୋଟେ ଦୀପ ଲିଭିଗଲା। ତେଣୁ ଆମେ ଅଞ୍ଚଳବାସୀ ଭଗବାନଙ୍କ କତିରେ ପୁଣି ଥରେ କୋଟି କୋଟି ପ୍ରଣାମ କରୁଛୁ ଯେ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ। କୁହନ୍ତୁ, ପଚାରନ୍ତୁ। ମୁଁ ଜୟନ୍ତ ବିଶ୍ୱାଳ, ଶ୍ରମିକ ନେତା ପାରାଦ୍ୱୀପ। ଆପଣ ଆଜି ଯେଉଁ ମାନେ ଓଡ଼ିଶାର କୁଣ୍ଡପଲ୍ଲୀ ଡକ୍ଟର ଦାମୋଦର ରାଉତ ଦେହାନ୍ତ ହେଇଛି, ସେ ବାବଦରେ ଆପଣ କ'ଣ କହିବେ? ଡକ୍ଟର ଦାମୋଦର ରାଉତ ହେଉଥିଲେ ଜଣେ ସ୍ୱାଭିମାନୀ ନେତା। ଆମ ଏ ଅଞ୍ଚଳର ପାରାଦ୍ୱୀପ, କୁଜଙ୍ଗ, ଏରସମାର ସେ ସୂର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣମାନେ ଜାଣନ୍ତି ମହାବାତ୍ୟା ସମୟରେ ଯେତେବେଳେ ଏରସମା କୁଜଙ୍ଗ ବିପର୍ଯ୍ୟସ୍ତ ହୋଇଗଲା, ସେତେବେଳେ ଦାମବାବୁ ତାକୁ ପୁନର୍ଗଠନ କଲେ ସେ ଏ ଅଞ୍ଚଳକୁ। ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ କଥା ସବୁ କ୍ଷେତ୍ରରେ ଆମ ଅଞ୍ଚଳ ଆଜି ଗୋଟେ ଉନ୍ନତ ଅଞ୍ଚଳରେ ପରିଣତ ହୋଇଛି। ଏବଂ ଦାମବାବୁ ନେଇ ଆମ ଅଞ୍ଚଳ ସାରା ଓଡ଼ିଶାରେ ପରିଚିତ। ତାଙ୍କ ଭଳି ଜଣେ ସ୍ପଷ୍ଟବାଦୀ ନେତା ଏବଂ ସବୁ କ୍ଷେତ୍ରରେ ଯେକୌଣସି ଆପଣମାନେ ଯେଉଁ ସାମ୍ବାଦିକ ବନ୍ଧୁମାନେ ଯାଆନ୍ତି, ଯାହା ସମସ୍ୟା ହେଉଛି ଓଡ଼ିଶାରେ ତାଙ୍କ ମତାମତ ନିଆଯାଏ ଏବଂ ସେ ସବୁର ଯୁକ୍ତି ଠିକ୍ ଭାବରେ ଉପସ୍ଥାପନ କରି ସବୁ କଣ୍ଟ୍ରୋଭର୍ସିଆଲ କଥାରେ ସେ ମଧ୍ୟ ମତ ଦିଅନ୍ତି। ଆଜି ତାଙ୍କ ଦେହାନ୍ତ ଆମ ପାଇଁ ଗଭୀର ଆଘାତ ସୃଷ୍ଟି କରିଛି ଆମ ଅଞ୍ଚଳରେ ଏବଂ ସାରା ଓଡ଼ିଶାରେ। ଆଜି ମୁଁ ଭୁବନେଶ୍ୱରରେ ମଧ୍ୟ ତାଙ୍କ ବାସଗୃହରେ ଥିଲି, ସେଠି ଦେଖିଲି ସବୁ ଓଡ଼ିଶାର ସବୁ ବିଶିଷ୍ଟ ନେତାମାନେ ଆସି ତାଙ୍କ ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଶଙ୍ଖ ଭବନରେ ତାଙ୍କ ଶେଷ ଦର୍ଶନ କରିଛନ୍ତି। ତାଙ୍କର ଦେହାନ୍ତ ଆଜି ଆମ ଅଞ୍ଚଳ ପାଇଁ ତଥା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ଏବଂ ତାଙ୍କର ଭଳି ଜଣେ ସ୍ପଷ୍ଟବାଦୀ ନେତା ଆଉ ଓଡ଼ିଶାରେ ଶୂନ୍ୟସ୍ଥାନ ପୂରଣ କରିବା କଷ୍ଟ ହେବ।
तीर्तोलରୁ रंजन कुमार मल्लिकଙ୍କ सहित शरद कुमार दासଙ୍କ रिपोर्ट न्यूज उपांत खबर।